ସମସ୍ତେ କହିଲେ ସାଇନ୍ସ ନେ, ଆଉ କେତେ ଜଣ କହିଲେ ଆର୍ଟ୍ସ ନେ। କହିଲେ କି ତୋର ମ୍ୟାଥ୍ ହଉନି, ମ୍ୟାଥରେ ମୁଁ 10th ସବୁଠୁ କମ୍ ମାର୍କ କୋଉଥିରେ ଆଣିଛି କହିଲେ ମ୍ୟାଥରେ ଆଗା। ତ ତୋର ମ୍ୟାଥ୍ ହଉନି, କମର୍ସ ନବୁ, ଫେଲ୍ ହେଇଯିବୁ, ବ୍ୟାକ୍ ଲାଗିଯିବ ପେପର, ଆଉ ତୋର ସବୁ ବର୍ଷ ନଷ୍ଟ ହେଇଯିବ, କିଛି କରିପାରିବୁନୁ ଆଗକୁ ଯାଇ, କମର୍ସରେ କିଛି ଲାଇନ୍ ନାହିଁ। ଆଚ୍ଛା ହଉ ଠିକ୍ ଅଛି, ସମସ୍ତେ ଯେହେତୁ ମନା କରୁଛନ୍ତି ସେଟାରେ କ'ଣ ଅଛି ଏମିତି ଯେ ସମସ୍ତେ ମନା କରୁଛନ୍ତି ଦେଖିବା ପାଇଁ ଆଗ ମୁଁ କମର୍ସ ନେଇଛି। ଠିକ୍ ଅଛି, ତାପରେ କମର୍ସ ନେଲି। ତାପରେ ମୁଁ 9th ଲାଷ୍ଟରୁ ଆସିଛି ଆକ୍ଚୁଆଲି ଏଠି ଟ୍ୟୁସନ୍କୁ। ସେତେବେଳେ ଈଶ୍ୱର ସାର୍ ଆଉ ବିଶ୍ୱଜିତ ସାର୍ ଏମାନେ ସବୁ ଥିଲେ। ସେତେବେଳେ ସେମାନେ ବହୁତ ଆମ ଉପରେ ଏଫର୍ଟ ଦେବାର। ତାପରେ ଫାର୍ଷ୍ଟ ଇୟର ଆସିଲୁ, 12th ଜଏନ୍ ହେଲୁ। ତାପରେ ସୌରଭ ସାର୍ ଆସିଲେ, ଆଉ ଅଜୟ ସାର୍ ଆସିଛନ୍ତି, ସମସ୍ତେ ଅଛନ୍ତି, ସେମାନେ ଏଫର୍ଟ ଦେଲେ। ତାପରେ ଏବେ ସେକେଣ୍ଡ ଇୟର ବେଳୁ ଆମେ ଯାହା ବି ଆପଣ ମାର୍କ ଦେଖୁଛନ୍ତି ଆମର ନୁହେଁ, ଏ ମାର୍କ ହେଉଛି ସାର୍ ମାନଙ୍କର ଏଫର୍ଟ, ତାଙ୍କ ଡେଡିକେସନ୍, ତାଙ୍କ ପେସନ୍ ଆମ ପ୍ରତି ଯୋଉଟା ରହିଯାଇଛି। 2 ବର୍ଷ ପର୍ଯ୍ୟନ୍ତ ସାର୍ ଆମ ପଛରେ ଲାଗିଛନ୍ତି। ଆଉ ସେତିକି ଭିତରେ ଆମେ ଆମର ଯୋଉ ସାର୍ ଯୋଉଟା ଆମକୁ କହିଛନ୍ତି ଯାହା ଯାହା କର, ଯେ ପାଠ ପଢ ଠିକ୍ ଟାଇମ୍ରେ, ଏ ଟାଇମ୍ରେ ଏଇଟା କର। ଦିନକୁ 24 ଘଣ୍ଟାରୁ 24 ଘଣ୍ଟା ଜାଗା ଆମେ କେବେ ବି ପଢିନୁ, କେବେ ବି ନାହିଁ। ଏଠି 2 ଘଣ୍ଟା କ୍ଲାସ୍ କରୁଛୁ, ଘରକୁ ଯାଉଛୁ, 15 ମିନିଟ୍ ଲାଗୁଛି ଖାଲି ବାସ୍ ରିଭିଜନ୍ କରୁଛୁ। ତାପରେ କ୍ରାସ୍ କୋର୍ସ ଟାଇମ୍ରେ ଖାଲି ଘଣ୍ଟାଟେ ନେବାର, ଯେ ଯାହା ହେଇଥିବ ତା ପରଦିନ ଯାହା ଏକ୍ଜାମ୍ ଅଛି ସେଇଟାକୁ ଯାଇ ରିଭିଜନ୍ କର, ବାସ୍ ସରିଲା ଘଣ୍ଟାଟେ। ତା ପରଦିନ ଆସ ଏକ୍ଜାମ୍ ଦିଅ। ସେ ଭିତରେ ଆମେ କଲେଜକୁ ମଧ୍ୟ କଭର୍ କରୁଛୁ, କଲେଜର ଇଣ୍ଟରନାଲ୍ ଏକ୍ଜାମ୍ ମଧ୍ୟ। ଆଉ ବହୁତ ବହୁତ ହେଲ୍ପ ରହିଛି ସାର୍ ମାନଙ୍କର, ସେଥିଲାଗି ସାର୍ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ସେଥି ଭିତରେ ମୁଁ ନାଁ ନେବି ଯେ ଆମର TNDର ଯିଏ ଚେୟାରମ୍ୟାନ୍ ଅଛନ୍ତି, କୋ ଫାଉଣ୍ଡର ଅଛନ୍ତି, କ'ଣ ନ କହିବି, ସେ ଶ୍ରୀ ଅଜୟ ଦ୍ୱିବେଦୀ, ଆଉ ସୌରଭ ସାର୍ ଅଛନ୍ତି, କମର୍ସ ଡିପାର୍ଟମେଣ୍ଟର ହେଡ୍ ଅଛନ୍ତି। ତାପରେ ଆମର ମ୍ୟାଥ୍ ସାର୍ ଆଉ FMS ସାର୍, ସୀମାଞ୍ଚଳ ସାର୍ ଅଛନ୍ତି। ଏମାନେ ବହୁତ ଏଫର୍ଟ ଦେଇଛନ୍ତି। ଆହୁରି ମଧ୍ୟ ଅଛନ୍ତି ଯୋଉମାନେ ଅଛନ୍ତି, ଆମର ବିଶାଖା ଦିଦି, ଶ୍ରୀତମ ସାର୍, ସେ ଆମକୁ ପଢେଇଥିଲେ, ସମସ୍ତେ ଅଛନ୍ତି। ରାହୁଲ ସାର୍ ମଧ୍ୟ ମୁଁ ଅଧିକ ଥ୍ୟାଙ୍କ ୟୁ କହିବି, କାହିଁକିନା ସିଏ ମୋତେ ଓଡ଼ିଆ ଇଂଲିଶ ପେପରରେ ବହୁତ ହେଲ୍ପ କରିଛନ୍ତି। ଯଦି ଆପଣମାନେ ଭଲ ଗାଇଡେନ୍ସ ଦରକାର ତାହେଲେ ଏମାନଙ୍କ ସହିତ କଣ୍ଟାକ୍ଟ କରନ୍ତୁ, ଏମାନେ ବହୁତ 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 ଭଲ ଗାଇଡେନ୍ସ ଆପଣମାନଙ୍କୁ ପ୍ରୋଭାଇଡ୍ କରିବେ। ଠିକ୍ ଅଛି, ଯେତେବେଳେ ଆପଣ ରାତିରେ ମଧ୍ୟ ପଚାରିଲେ ବି ସାର୍ ଆନ୍ସର ଦେବେ। ଆଉ ଏମିତି ଯେ ପୁରା ଏକୁରେଟ୍ ଆନ୍ସର, କୋଉଟେ ବାହାରେ ପଚାରିବେ ସେ କ'ଣ କହିବେ, ଦ୍ୱନ୍ଦ୍ୱ ରହିବ ଯେ ଏଇଟା ଏଇଟା ହେଇପାରେ, ସାର୍ ପୁରା ଇଏରେ କହିବେ। ତ ଠିକ୍ ଅଛି। ଆଉ ଗୋଟେ ଜିନିଷ ହେଉଛି କ୍ରାସ୍ କୋର୍ସ। ମୁଁ ମୋର ଜୁନିୟର ମାନଙ୍କୁ ସଜେଷ୍ଟ କରି କ୍ରାସ୍ କୋର୍ସକୁ ପ୍ଲିଜ୍ ସ୍କିପ୍ କରନି, ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍, ମୋର ବହୁତ ଏଇଟା ରିକ୍ୱେଷ୍ଟ ରହିବ, କାହିଁକିନା କ୍ରାସ୍ କୋର୍ସ ବହୁତ ତମକୁ ଆଗକୁ ଯାଇ ହେଲ୍ପ କରିବ। ଠିକ୍ ଅଛି, ତମେ ଯେତେବେଳେ ବି ବୋର୍ଡ ଏକ୍ଜାମ୍ ଯିବ ଦିଅ, ଖାଲି କ୍ରାସ୍ କୋର୍ସ ପେପର କାଢ଼, ନିଜର ପେପର ଥିବ, କୋଶ୍ଚିନ୍ ପେପର ଥିବ, ଆଉ ରାଉଣ୍ଡର ଏକ୍ଜାମ୍ ଯାଇଥିବ, ସେଇ ଯାକୁ ଲାଷ୍ଟ ଖାଲି ରିଭିଜନ୍ କରି କରି ଯାଅ, ହେଇଗଲା ତମର। ଠିକ୍ ଅଛି, ତ ଏତିକି ତମ ଉପରେ କାମ କର। ତମ ପାଖରେ ଆଉ 6 ମାସ ରହିଛି, ବହୁତ ବହୁତ ଭଲ ଭାବରେ ଏଫର୍ଟ ଦିଅ, ସାର୍ ମାନେ ତ ଅଛନ୍ତି, ତମମାନେ ବୁଝିବେ। ଥ୍ୟାଙ୍କ ୟୁ।